ମଣିମା ସେବା କରିପାରିବ, ଉତ୍ତମ ପ୍ରକାର କରିବ, କିଛି ଖଣ୍ଡିଆ ରଖିବ ନାହିଁ। ଆସିଲେ ଈଶ୍ୱର ଦେଇଗଲ ପର ଏସେବା ଛାଡ଼ି ସ୍ୱପ୍ନେଶ୍ୱର ସେବା କର। ସ୍ୱପ୍ନେଶ୍ୱର ସେବା କଲେ କି ଫଳ ପାଏ? ଅପୁତ୍ରୀ ପୁତ୍ରଦାନ ପାଏ, ଖଣ୍ଡିଆ କାମଧାନ ପାଏ, ଅନ୍ଧା ଚକ୍ଷୁଦାନ ପାଏ, ଭଜାମୁଗ ଗଜା ହୁଏ, ଉଷୁନା ଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ତାର ମନୋକାମନା ସିଦ୍ଧ ହୁଏ। ମଣିମା ସେବା କରିପାରିବା, ଉତ୍ତମ ପ୍ରକାର କରିବା, କିଛି ଖଣ୍ଡିଆ ରଖିବ ନାହିଁ। ଆସିଲେ ପରା ହେଇଗଲ ପରା ଏସବୁ ଛାଡ଼ି ସ୍ୱପ୍ନେଶ୍ୱର ସେବା କର। ସ୍ୱପ୍ନେଶ୍ୱର ସେବା କଲେ କି ଫଳ ପାଏ? ଅପୁତ୍ରୀ ପୁତ୍ରଦାନ ପାଏ, ଖଣ୍ଡିଆ କାମଧାନ ପାଏ, ଅନ୍ଧା ଚକ୍ଷୁଦାନ ପାଏ, ଭଜାମୁଗ ଗଜା ହୁଏ, ଉଷୁନା ଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ତାର ମନୋକାମନା ସିଦ୍ଧ ହୁଏ। ମଣିମା ସେବା କରିପାରିବ, ଉତ୍ତମ ପ୍ରକାର କରିବ, କିଛି ଖଣ୍ଡିଆ ରଖେ ନାହିଁ। ଆସିଲେ ଦେଇଗଲ ବର ଏସବୁ ଛାଡ଼ି ସ୍ୱପ୍ନେଶ୍ୱର ସେବା କର। ସ୍ୱପ୍ନେଶ୍ୱର ସେବା କଲେ କି ଫଳ ପାଏ? ଅପୁତ୍ରୀ ପୁତ୍ରଦାନ ପାଏ, ଖଣ୍ଡିଆ କାମଧାନ ପାଏ, ଅନ୍ଧା ଚକ୍ଷୁଦାନ ପାଏ, ଭଜାମୁଗ ଗଜା ହୁଏ, ଉଷୁନା ଧାନ ଗଜା ହୁଏ, ଶୁଖିଲା କାଠ କଞ୍ଚା ହୁଏ, ତାର ମନୋକାମନା ସିଦ୍ଧ ହୁଏ। ମଣିମାଙ୍କର ହୁକୁମ ହୋଇଛି ପାଠ କନ୍ନଡ଼ ଟିକେ ନିର୍ମଳ କରିବା ପାଇଁ। ହେଇଗଲା ନା ଖଣ୍ଡିଆ ଅଛି? ଖଣ୍ଡିଆ ଅଛି, ପୂର୍ଣ୍ଣ କରିଦିଅ। ସର୍ବପ୍ରଥମ ତୁମେ ଖଣ୍ଡିଆ କାମ କରୁଛ, ତେଣୁକରି ନାକ ବଳ ଧରି ମୋର ଦୋଷ କ୍ଷମା କର ବୋଲି ମହାପୁରୁଷେ ମୁଣ୍ଡିଆ ମାରେ। ସମସ୍ତେ ଉଠିକରି ମୋର ଦୋଷ କ୍ଷମା କର ବୋଲି ମହାପୁରୁଷେ ମୁଣ୍ଡିଆ ମାରେ। ତମେ କୁଆଡେ ଯାଇଥିଲ? ବଜାରକୁ? କୋଉଠି ଲୋକ ବଜାର ଦେଖିବାର କେବେ ହେଲା? ଓଡ଼ିଆ ଲୋକ ବହୁତ ଦେଖିଛନ୍ତି। ଆମେ ସବୁବେଳେ ହାତ ଖୋଲା ଆଗ ତ, ହାତ ଖୋଲା ଆଗ ଓଡ଼ିଆ ଲୋକ ଆଗ ଜାଣିଲ। ତମେ ଜାଣିଲ
ଶୁଣ କହିଛି ତମେ କୁଆଡେ ଯାଇଥିଲ ଭଦ୍ରକ ଯାଇଥିଲି କରୁଥିଲ ଭଦ୍ରକରେ ବୁଲୁଥିଲି ଭଦ୍ରକରେ ବୁଲିବାକୁ ଯାଇଥିଲି ବୁଲିବାକୁ ଯାଇଥିଲ ଏ ବୟସରେ ତମେ କୁଆଡେ ଯାଇଥିଲେ ମୁଁ ଆସିଥିଲି ତମ ପାଖକୁ ଆସିଛି କିଏ କି କହିଲେ ଆମକୁ ଗୋଟେ ହଳିଆ ପିଲାଟି ନୁଣା କି ତମ ପୁଣା ହେଲେ ଶେଷଲା ଆସିକି 6 ମାସ ହେଲା ଲୁଚିକିରି ବିଦେଶୀ ପଳେଇଛି ଅବସ୍ଥା କହିବାକୁ ନାହିଁ ତମେ ଜାଣିଛ ମୁଁ ଏକଲା ଲୋକ ହଳିଆଟି ନ ରଖିଲେ ଚଳିପାରିବି ତମ ପାଖକୁ କାହିଁକି ଆସିଲି ତମେ ହଉଛ ମୋର ଆପଣାର ଲୋକ ଗୋଟେ ଭଲ ପିଲାଟି ଟିକେ ବୁଝିଦିଅ ବୋଇଲେ ଆଉ ସେ କେତେ ବର୍ଷ ପଳବ ସେ ଶଳା ଆରସ ମୋର ମୂଳରୁ ପୋଛିକିରି ଖାଇଛି ତାହାରେ ମୁଁ ହଳିଆ ରହି କି ପଚାରିବି ତମେ ଆସିବା ରାସ୍ତା ତମ ଅନେକରେ ବସିଛି ତମ ପାଖରେ ହଳିଆ ରହିବାକୁ ମୋର ଶ୍ରଦ୍ଧା ହଉଛି ତମେ କହିବାଟା ସତ କଥା ଏକା କାହିଁକି ମୁଁ ତ ବୁଢା ହେଇଗଲି ବାଳ ପାଚିକିରି ଦାନ୍ତ ପଡ଼ିଲାଣି ଆଉ କି ମୋର ହବ ଶ୍ରଦ୍ଧା କିଏ ହବ ସେଟା ନାହିଁ ବାବୁ କୋଉଟା ହଳିଆର ବେତନ ଖାଉଛ ହଳିଆର ବେତନ ମୁଁ ଖାଉଛି କୋଉ ଶଳା କହିଲା ତମକୁ ହଳିଆ ସେ ଶଳା କହିଲା ଯେମିତି ତମେ ବୁଝିଗଲ ମୁଁ ଜାଣିଛି ତମେ ଜାଣିଛ ସେ ଶଳା ତ ଲୁକିକିରି ବିଦେଶୀ ପଳେଇଲା ତାର କେତେ ଦିନ ହେଇଛି ତା ବାଜା ଦିନ ଆଇଲା ବୋଇଲା ସାଉକରେ ଆମର ବେତନ କେତେ ଅଛି କେ ଦେଇଥାନ୍ତ ହଲ ଝିଅ ମୁଁ ହିସାବ କରିନି ଆଉ ହିସାବ କରିବି ତତେ କାଲିକି ଡକେଇ ଦେବି ସେତେବେଳେ ଆସିଲି ତାର ହିସାବ ସବୁ ଟୋଟାଲ କରିଦେଲି ସବୁ ଦିନ ଦେଢ ଧାନ ତାର ହଉଛି ଆର ଦିନ ତାକୁ ଡକେଇ ଦେଲି ତା ଧାନ ନେ ମୁଁ ମାପିଦେଲି ମାପିଦେଲା ପରେ ସେ ମାଇକିନା ଘର ବୁଝିକିରି ଗଲେନି ଡକେଇଲେ ମୁଁ ତାକୁ କହିଲି ହଇଲ ଝିଅ ତୋର ଯାଉଥିଲା ମୁଁ ଦେଇଦେଲି ତୁ ଯା ମୁଁ ଖର୍ଚ୍ଚ ପକେଇଲି କୁଆଡେ ଯିବାକୁ ଅଛି ସେ ମାଇକିନା ଉଠିଲାନି ସେଠି ବସି ରହିଲା ବାରମ୍ବାର ପଚାରିଲେ ସେ ଗଲେ ଦିନକୁ ଦିନ ମୁଣ୍ଡ ପୋତିକିରି ରହିଲା ଆଲୋଚ୍ୟ କିସ ହେଇଛି କଣ ନହେଲେ କହିଲା ସାଉକରେ ବହୁତ ହେଇଥିବ ପ୍ରୋବ୍ଲେମ ମୁଁ ଭାବିଥିଲି ଆଉ ସବୁ ଏଠି ଗଲା ମୁଁ ଏବେ କେମିତି କରିବି ବୁଝିଲ କହିଲି କଣ ହେଇଛି କହୁନୁ ନା ମୋର ଏ ଘଡ଼ି ନାହିଁ କି ଆର ଘଡ଼ି ନାହିଁ ଏମିତି ଅବସ୍ଥାରେ ମୁଁ ଅଛି ଆଉ ଅଧିକା ଧାନ ଖଣ୍ଡେ ଦେଇଥାଅ ମୁଁ ଚାଉଳକ ରଖିଦେଇଥିବି ସେ 12ଟା ଦିନ ମୋର କିଏ ହେଲେ ପାରେ ଦ ଯେମିତି ଶୁଣିଲି ଆଉ ମନା କରିକି ଆଉ 5 ନଉତି 2 ଗଉଣି ଧାନ ମୁଁ ତାକୁ ଅଧିକା ମାପି ଦେଇଛି ତାକୁ ବୁଝେଇ ଦିଅ তোমার কেন অসুবিধা ছিল ଆମ ଘରେ ମୋ ଭାଇକିନା ପିଲା ପାଇବାକୁ ଥିଲା ଆମ ସାଉକାର ଅଧିକା ଦେଇଛି ଚଣା ଖାଇକିରି ହାତ ଚାଟିଆ ଲୋକ ଅଧିକା ଦେଲା ଭଳିଆ ତମେ ଦୋଷୁଛି ଦେଇଛି ନ ଦେଇଥିଲେ ମୁଁ ଦେବି ତମେ ଦବ ତ ତାହେଲେ ଘରଟା ଦେଖେଇ ଦବ ପୁରା ସାଉକାର ହେଲେ କେଣ ହେଲା କାହା ଘରଟା ଦେଖେଇ ଦବ ଚାଲ ଶଳା ମୁଁ ଖଳାରୁ ଧାନ ଆଣିଲା ବେଳେ ଚାଳ ନାଗୁଥିଲା ଏବେ ଇଲେକ୍ସନ ପଇସା ଖାଇକି ଗୋଟେ ଦୋପରି କରିଦେଲାଣି କି ହେଲେ ଆମ ସାଉକାର କୁଆଡେ ସାଉକାର କିଏ ଓହୋ ଦଣ୍ଡାତ ଅଷ୍ଟକା ମୁଣ୍ଡରେ ଆଗନ୍ତୁ ମୁତାନ୍ତୁ ଜହ୍ନି ଫୁଲ ପରି ଆଇ ସଫା ସକାଳୁ ପାଣି ସମୁଦ୍ରରେ ଯା 108 କ୍ରିୟା ପ୍ରାପ୍ତି ହଉ ତମ ଘରେ ଆଉ ଗୋଟେ କିଏ ହଳିଆଟି ରହୁ अरे पुआ शेयर कर जाऊ रे कुआर जाऊ जाऊ गाँ गाँ रही कि कौन है लगी तब मत क्या कहलो कि कौन कहली क्या कहलो क्या कहले हेतुन अष्टका भगपंचका तमस्ताके हगंतु मुतंतु पाणंतु शुंगंतु जहनी फूल परी आईसपा सकाळु पड़ी संजरे जा 108 किला प्राप्त हो मुझे कहली आ केमिति कहले कि मूर्ख पिला छला तू हां गौड़ तो गौड़ मूर्ख हेले केला लागी मु सेमिति कहनी आ केमिति कहिछ 8 वर्ष तोर फरमाइश मृत्यु बोली मु कहि अले सत्ता किया एता जान रे 108 वर्ष तू बंचिबू मु सला कली जुगे को सला 108 वर्ष बंची लाइन के मु सला बंचीबी
ଅସୁବିଧା କ'ଣ? ଅସୁବିଧା ନାହିଁ। କି ଅସୁବିଧା? ଶଳା 108 ବର୍ଷ ବଞ୍ଚିଲେ ଶଳା ଗୋଡ଼ ହାତ ଚଳିବନି, କୋ ପୁଅ ବୋଉ ତୋରାଣି ଦବନି, କିଏ ଝିଅ ଯୋଉ ପଚାରିବେନି। ହେଲେ କିସ ବଞ୍ଚୁ ତୁ? ମତେ ଏତେ ଆଇଁଷ ଲୋଡ଼ା ନାହିଁ। ଓ ହେଲେ 10-12 ବର୍ଷ ବଞ୍ଚୁ। ନାଇଁ ସେତେ କଥା କହିବାକୁ ନାହିଁ, କୋଉଟା କହିବ ମଧ୍ୟମ କହିଦିଅ, ସେ ଆମେ ଶୁଣିଯିବ। 70-80 ବର୍ଷ ହଁ ସେତିକି ଆଗ ହେଇଥାଉ। ହେଲା ତ? ହେଲା ତୁ ବଞ୍ଚୁ କ'ଣ ହେଲା? ଆଗଲା ଯିବା କ'ଣ? ଯିବା ବେଲେ ଆଘର ପରେ ମୁଁ ପେଟ ଭାତକୁ ରହିପାରିବି। ବୋଲା କେମିତି ରହିଲା? ଏ ବେତନ ଛିଡ଼େଇବି ରହିବି। ଓ ବେତନ ତୁଟେଇ ଦବୁ ରେ? ହଁ। ବେତନ କେତେ ନବୁ କହ? ମତେ ମାସକୁ 10-15 ଦିନ ଦବ। ହେଲେ ମୁଁ ପଟେ କହିବି କହୁନ ମାସକୁ 30 ଦିନ ମୁଁ ତତେ ଦେବି। ହଉନି ହଉନି ନା ଗେନ୍ଧିଟା ତ ଆଉ କ'ଣଟା? ବେତନ କ'ଣ ହଉ? ବେତନ ମାସକୁ ହଉନି। ହଉନି? ନାଇଁ। ନହେଲେ ମେଡିସିନ ଦେବି। ମେଡିସିନ ନାହିଁ, ବେତନ ହଉନି। ଗୋଟେ କହିଲେ ଗୋଟେ କିଏ କହୁଛ? ମତେ ବୁଝା ପଡୁଛି କି ରେ? ବୁଝା ପଡୁନି ଯେ ପଡିବନି। ଏଇ ଓ ହେଲେ ତୁ ଆଉ କ'ଣ ବୋଲୁଛୁ କହ? ମତେ ମାସକୁ 56 ଦିନ ଦଉଛି। ନାଇଁ ରେ ବେଶୀ ହେଇଯାଉଛି। ବେଶୀ ହେଲେ ହଳିଆ ଜଳ ପଡୁଛି ଆଉ। ହେଲେ ମୁଁ ଆଉ ପଟେ କହିବି କହୁନ। ତୋ ଇଚ୍ଛା କଲେ ରହିବୁ ନହେଲେ ଚିନ୍ତା କଲୁ। ସେ ସୀତା ପଳେଇ ମାସକୁ 3-10 ଦିନ ମୁଁ ତତେ ଦେବି ରେ। ହଉଛି ଆଉ ସବୁ ଦବ ଦେବି ଦବ ତ? ସବୁ ହେଲେ ଗୋଟେ ପଟି, ହଁ ଗୋଟେ ଗନ୍ଥା, ଗୋଟେ ମୁଚୁଳା, ତୋ ବାପା କାଳେ ଶୋଇଛୁ ନବ ଗୋଟେ ରାସଦାନୀ, ଦେବି। ଆଉ ଗୋଟେ ପାଛୁଡା। ବଡ଼ ପାଛୁଡି ବଡ ପାଛୁଡିଆ ନାହିଁ ରେ ପୁଅ, ବଡ ପାଛୁଡି। ବଡ଼ ପାଛୁଡି କହିଲେ ଯୋଉ ଡବଲ ସିଲାଇ ଯାଉଛି କି ରେ? ହଁ ଆଉ ଯେତିକ ସବୁ ଲୁଣ୍ଡା ଦବ। ସେରା ବାବା ଯୋଉ ବାହାରି ଯୋଉ ଦେଖୁ କଥା ମ୍ୟୁନିସିପାଲିଟି ଲୁଣ୍ଡା ନାହିଁ ରେ ବାପା, ଆଉ କ'ଣ? ଯୋଉ ବିଲରେ ଗୋଟେ 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 ଓ ନୁଣ୍ଡୁକା ଧାନ କି ରେ? ହଁ ସେଇଟା ତୋର ନେବାର ଅଧିକାର ମୁଁ ଦେବି ଯା। ଦବ ତ? ହଁ। ଆଉ ଗୋଟେ ପଦ କହିବି, ଆଉ ଥରେ କ'ଣ କହିବୁ? ବର୍ଷ ପୂର୍ଣ୍ଣ ହେଲା ଯାକ ତମେ ମତେ ହଳିଆ ଛଡେଇ ପାରିବନି। ମୁଁ ପଦେ କହିବି ବର୍ଷ ପୂର୍ଣ୍ଣ ନହେଲା ତୁ ଆମଠୁ ହଳିଆ ଛାଡି ପାରିବୁ ନାହିଁ। ଜବାବ ଜବାବ। ଚାଲ ଯିବା। ଚାଲ। ଆଚ୍ଛା ମଣିମାଙ୍କର ଅଭାବ ହଉଛି, ତେଣୁକରି ଗଙ୍ଗା ଯମୁନା ସରସ୍ୱତୀ ତିନିଟି କିଆରି ଭାଙ୍ଗିଲେ ଭୋଗ ଲାଗିବ। ତତେ ମୁଁ ଏଠିକି ଦେଖିବାକୁ ଧରି ଆଇଛି। କଣଟା ଦେଖିବାକୁ ଧରି ଆଉ ଇଆଡେ କହିବି ବିଲ ଆଡେ ଡାକୁଛ କିଏ ଦେଖି? ବିଲ ଯାଉ କଣ ଦେଖିନି ଇଏ? ତୁ ଦେଖିବାକୁ ଏବେ ଦେଖିବାକୁ କେତେ ଛାଡ଼ିଯିବ ଜାଣିଛୁ କି? କ'ଣ ହେଲା? କୁଆଡ଼େ ଗଲା ଆଜି? ଧରିଛି ନା କୁଆଡ଼େ ଗଲା ଆଜି? ଧରିଛି ଯିବର କୁଆଡ଼େ ଲଗା ସେ ଧରିଛି ଏମିତି କାଟିଲେ କହୁଛି ହାତରେ ଥିଲା ଯାକ ଯିବନି। ନାଇଁ 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 ହାତରେ ଅଛି ହେଲେ ସେ ମାରା ହବନି। ଅରେ ବାପ ଓ ଦେଖେ କ'ଣ ଏଇଠି କ'ଣ ହେଇଥିଲା, କ'ଣ ହେଇଛି କହ। ଏଇଟା କି? ହଁ ଏଇଟା ଆମର ପଢିଆଟା ପରି ଲାଗୁଛି। ତା ପାଖରେ କ'ଣ ଥିଲା? ଡୁଙ୍ଗି ଚିରାଟା। ବାସ୍ ମନେ ପଇଲା। ମନେ ପଡିଲା। ଏ ପଡ଼ିଆଟା ଥିବା ଯୋଗୁ ହଁ ଏ ଗାଁ ଗୌଡ଼ ପିଲାମାନେ ସବୁବେଳେ ଏଠିକି ଜନ୍ତୁ ଆଣିଲେ। ହଁ ବୁଝିଲୁ? ଜନ୍ତୁ ଆଣିଲେ ଖଣ୍ଡ ଏ ପଡ଼ିଆଟା ଚରାନ୍ତି, ଖଣ୍ଡ ଖୋତି ଖଣ୍ଡ ଖୋତେ। କହିଲେ ପାଟ ମାରିବାକୁ ଆଗ। ତେଣୁକରି ତାଙ୍କୁ ଆମେ ମାଡ଼ ହେଲେ ତମେ ସେଥିପାଇଁ ରାଗରେ ଭାଙ୍ଗିଦେଲ କି? କିଛି କହିଲିନି, ସିଧା ଏ ବର୍ଷ ବିଲ ଭାଙ୍ଗିଲେ। ମୁଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିପା କଳି। ଆଉ ଆଣି ହେଲେ ଗାଡିରେ ଭାଙ୍ଗିଲ? ଆଉ ମଣିଷ ଦ୍ୱାରା ହବ କି କାମ? କୋଉଠି କୋଉଠି ସବୁ ପେଟେଇ ଯାଇଛି। ସେଇଟା ତୋ ହାତରେ କାମ। ମୋ ହାତରେ କଣ ହବ? ଯେତେବେଳେ ତା ସାଇଜ ହଉନି କି ରେ, ହଁ। ଯୋଉଟେ ଖାଲ ଦେବ ସେଇଟା ଆଉ ଗୋଟେ ଲୋକଟେ ଡାକୁ ସବୁ ତୁଲ କର। ପେଟ ମାଟି ଦେଇ ଦେଇକି ହଁ। ହଉ ହେଲା ହେଲା ହେଲା। ତୋ ମନ କମ ପାଇଲା କଣ? ମନ ପାଇଲା ପରେ ପାଇଲା କି? ହଁ। ଆଉ ଗୌଡ଼ ପିଲା ନା ଇଏ ନା ଏଠି ମୂର୍ତ୍ତି ନାଟିକା କରି ସେ ମୂଳ ତ ଉପୁଡ଼ିଗଲା। ଉପୁଡ଼ିଗଲା ହେଲା ତ ଆଉ। ହେଲେ ଆଉ ଗୋଟେ କଥା କଣ ଜାଣିଛୁ? କହୁନ। ସବୁ ସିନା ହେଲା, ବେଶୀ ଜମି ହେଇଗଲା। ହଁ ଦେଖେ ମେଘ ଉଠେଇଲାଣି। ହଁ। ଯଦି ବର୍ଷି ଦବ ଗାଁ ଯାକ ହଳ ବାନ୍ଧିବେ। ଆମେ କଣ କରିବା? ଆମେ ହେଲେ ହଳ ଭାଇଆ। ଆମେ ହଳ ବାନ୍ଧିବା, ହଁ। କିନ୍ତୁ ଆମ ପାଖରେ ବଳଦ ନାହିଁ। ବନ୍ଧ କୁଆଡେ ହେଲା? ବିକ୍ରି ହେଇଛି। ହେଲେ ବନ୍ଧ ଘିନି ଆଣିବା ପାଇଁ ଯାଇକିରି। ଆଣୁ ହଁ ଏତେ ପାଠ କରିବାକୁ ନୋଡା ନାହିଁ। ହେଲା। ହଁ
ଏ ବଲର ଆମର ଆଣିଲୁ ହଁ ଆମର ଆଣିଲି ଯେ ବଲ୍ଲର ଦେଖ କଣ୍ଡା ବଲ୍ଲର ଦେଖ ବଲର ତୁ ଦେଖିନୁ ବଲ୍ଲ ଦେଖିବନି କି ଆଉ ବଲର କି ବଲର ଦେଖିବ ବୋଲେ ଆଉ ବଲ୍ଲ ଦେଖିବାକୁ ଗଲା ମୁଁ କେଉଁ କହିଲି କି ଆଉ ତୁ ଦେଖିନୁ ପରା ମୁଁ ଦେଖିନି ସବୁ ଛିଡେଇ ଦେଇଛି ଏବେ କିଛି ଦେଖା ଦେଖି କରିନ ହଳ ଜୋଚିଆ ମେଘ ଟେକିଲାଣି ଏମିତି ବୋଲୁଛୁ ହଁ ହେଲେ ଆଚ୍ଛା ସବୁ ଛେଡି ଦେଇଛୁ ସବୁ ଛିଡେଇ ଦେଇଛି ନ ଗଲେ ତ କାଲିକି ବାଉଳେଇବି ଆଉ ହଳଟି ଆଣି ଏଟା ହେଇଛି ତ ହଁ ସେ ଅଫିସ ନା ଅପିଛି ବାଇକି ନା ଅପିଛି ବାଉଡେଇଲେ ଅପିବ ବାଉଳେଇଲେ ଅପି ଆଉ ହଳଟି ଦବ ହେଲେ କଣ କରିବା ଆମେ ଏବେ ହଳ ଜୋଚି ଭଲ ଯୋଚୁ ହଁ। କାଇଁ ବେଡେ ବୁଲା ଦେଖେ ହଁ ବୁଲଉଛି ଅରେ ବାପ ଏଟା କିସ ହଳ ବାଉଁଛି ତ କିସ ମୁଁ ଜାଣିଛି ହଳ ବାନ୍ଧୁଛୁ ବୋଲେ ହଳ ବାନ୍ଧିଲା ସମୟରେ କଣ ହୁଏ ଜାଣିଛୁ ହଳ ବନ୍ଧା ସରିଲେ ମୋହି ଦିଆ ହୁଏ ସରିଲା ହେଲେ କହିନି ହଁ ସରିଲା ହେଲେ ମୁଁ କହୁନି ହଳ ବାନ୍ଧିଲା ସମୟରେ କିଆଣ ହଉଛି ମୁଁ ଜାଣିନି ତ ହଳ ବାନ୍ଧିଲା ସମୟରେ ଗୀତ ପଦ ପଦେ ମଉଜରେ ଗାଉଛୁ ଯଦି ଗୀତ ରସିକା ସେ ଭଲ ହେଇଥିବ ତୁ ଗୀତ ଗାଇଲେ ସେ କାନେ କାନେ ଯିବେ ଗୀତ ଶେଷରେ କେମିତି ଚାଲି କରିବେ ଦେଖୁ ମତେ ଗୀତ ଗାଇବାର ଆଉ ହେଲେ ତୁ ମଣିଷ ପିଲା ନାହିଁ କି ମଣିଷ ପିଲା ନାଇଁ ହଳିଆ କେମିତି ରହିଲି ଆଉ ମଣିଷ ପିଲା ହେଇଥିଲେ ଗୀତ ଆଇବନି ମତେ ନହେଲେ ମୋ ସଙ୍ଗା ତୁ ଗାଉନି ତୋ ସଙ୍ଗେ ତ କୋଉଠି ଥିବେ ଯେ ସିଏ ମୋ ଆଇବ। ସଙ୍ଗା ତୁ ସାଥିରେ ଧରି ଯାଇଛି ଓ ଧରି ଆଇଛୁ କିନ୍ତୁ ଆଉ କଣ? କାହିଁ ଦେଖିବା କେମିତି କହିବ ସଙ୍ଗା ଦେ ତମେ ଦି ତିନିଟା ଗୀତ ଗାଅ ଦିଟା ପୁଡା ଦେଇ ବେଳୁ কিরে লক্ষণ যে মই তলিত খেলাইব ভরত তলিত খেলাইব যে ভরত সে সীতয়া দেবে রইব রে চৈত মাসরে কিরে দণ্ডর বিধান 21 দিন বুলন্তি গ্রাম গ্রাম ধূলি দণ্ড ভাঙগু ভকতে সে কামনা হে বাবু নগো আরে পুয়া আরে আমি ଜାଣିଥିଲି ମୁଁ ଆକୁ ଡାକି ନଥାନ୍ତି ଆରେ क्या होला ତୋ ପାଖକୁ ଏ ବିମାର କେବେଠୁ ଆସିଲାଣି कार ତତେ ମୋର ମୋର ବିମାର ଆଉ କଣ ଗୋଟେ ବଲ ଠିଆ ହେଇଛି ତୁ ଖାଲି ହଁ ହଁ ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ମୋ ମୁଣ୍ଡ ଆଉ କାହିଁ ଛାଇ ଅଛି ତ ଛାଇ ଟେମ୍ପୁରେ ବଇକି ଯାଇଥିଲ ତ ତମ ମୁଣ୍ଡ ଖରାପ ହେଇଗଲାଣି କାହିଁ କାହିଁ କିଛି ହେଲା କି କହୁନୁ ଶଳା ବଲ୍ଲ ଯୋଉ ପ୍ରକାର ଚାଲି କରୁଛନ୍ତି ମୋର କଣ୍ଟିକି ହାତ ପାଉନି କି ଗୋଡ ଥୟରେ ରହୁନି ପବନ ଘରରେ ପଡୁନି ମୋର ଯଦି ଶ୍ୱାସ ରକା ଆରେ ଆଁ? ଏଟା କଣ ତୁ କହୁଛୁ ମୁଁ ବୁଝିପାରୁନି ବଲ୍ଲ ଯୋଉ ପ୍ରକାର ଚାଲି କରୁଛନ୍ତି ମୁଁ ଘୋଡେଇ ପାରୁନି ପବନ ବୁଲୁନି ହେଲା ହଁ ଏତେ ଚାଲି କରୁଛନ୍ତି ଆଉ ହେଲେ ଭଲ ଭଲ ପଡିବ ଭଲ ପଡିଲା ପରେ ପଡିଲେ କି ଆଉ ବି କେନି କେବେ ହେଲେ ବିଲକୁଲ ନାହିଁ ଘରେ ବୋଲେ ପତିଆ ଘରେ ଆଚ୍ଛା ଅଣ୍ଟାମୁଣ୍ଡ ବୁଲୁ ଠିକ ଠିକରେ ବୁଲଉଛନ୍ତି ଆଚ୍ଛା କେତେ ଗୋଟା ହେଲାଣି ଦି ଓଡ ହେଲା ଘାସ ବଡ ବଡ ବେଡା ମଟା ଖସେଇ ଖସେଇ ଦେଇଛି କାହିଁକି ଆଉ ଧାନ ବୁଣିଆନି ଧାନ ପୁଣିଆ ଆଉ ଏଇଟା ଏଇଟା ବେড়ା ମଟା ଯଦି ଖସେଇଛୁ
ଆଉ ଧାନ କେମିତି ହବ ରେ? ଧାନ କେମିତି ହବ ମୁଁ ଛାଡିଛି ମୋ ଆଇଡିଆରେ। ମୁଁ ତୋର ପଚାରୁଛି କାହିଁ ଛାଇଲି? କାହିଁକି ଛାଡ଼ିଲେ ହେଲେ ଧାନ କାଟିଲା ବେଳକୁ ପତିଆ ବନ୍ୟା ହଉଛି ନା ନାହିଁ ହେ? ହଉଛି। ଧାନ ପଡିକିରି ନଷ୍ଟ ହେଇଯାଉଛି ନା ନାହିଁ ହେ? ହଁ ସେଇଥିପାଇଁ ମୁଁ ବଡ ବଡ ବେଣା ମୋଟା ଛାଡିଛି ତାଙ୍କି ଧାନ ଆଉଜି ଆଉଜି ରହିବ ବୋଲି। ବା ପିଲାଟା କିଆ କାଉ କରି ସିଆଣିଆ ନା ହେଲେ କାଉ କାଉ ହେଲା ଏଇଆ ଧାନ ମୁଣ୍ଡ ଅଛି ତାରେ ଘାସ ହବ ଘାସ ହବ। ଧାନ ହବ କିରେ? ଆଉ କେଣ କରିବା ବୋଲଛ? ନାଇଁ ଆଉ ଯାହା ଅଛି ସବୁ ଆଉ ଟିକେ ନଙ୍ଗଳ କଟଉ ଯାହା ଅଛି ସବୁ ନିର୍ମଳ କରି ନଉନି ତ ମୂଳ ଉପଡେ ଦେଇକି ସଫା ପୁରା ନିର୍ମଳ ହଉ ହଉ ହେଲା। রে কলা বড় ধর কিরে পেট তলে ছৌ ছৌকু সুন্দর প্রধান গরব রে আমার এই ঘর ঘড়ি রে ভেদই পাতালকু নন্দ ঘরে হরি আজনে নন্দ ঘরে হরি যে আজনে সে কংসকু মারিবাকু গো রে বাজিলা 12 ঘন্টা রে মন্দির বাজে তালি পুষ্প পুষ্প গলি গো ডাক দেলে মারি পুজুত থিলে হর গৌরী তা সঙ্গে কর তাড়ি গো ଆରେ ପୁଅ ହଁ ଉଞ୍ଚା ମୁଣ୍ଡରେ ପକଉଛି। ହଁ ଆରେ ଓ ସବୁ ନିର୍ମଳ ହେଇଗଲା ପୁରା ମୂଳ ଉପଡେ ଦେଇଛି। ଆରେ ହଁ କଥା ଗୋଟେ ଶୁଣିକିରି ଆଇଲି ଏବେ କେଣ ଶୁଣିଲ? ସେ ଆମ୍ବା ମାର୍କେଟକୁ ଆସିଥିଲି ହଁ। ସେଠି ସବୁ ବସିକିରି 15-20 ହବ ନେଇକି ଗୋଟେ ଲଗେଇଥିଲି କି ମିଟିଂ ତାଙ୍କର ବିକା ବିକି କରିବାକୁ କରିଥିବେ ନା ତମ ପାଇଁ କି? ନାଇଁ 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 ହଁ। ତାଙ୍କେ କହୁଛନ୍ତି ଆଜି ମହନ୍ତର ଆମେ କରିବା ତମର ମୁଣ୍ଡ ମୁଣ୍ଡ ଖରାପ ଆଗା ହେଇଗଲାଣି। କାହିଁକି ମହାପୁରରେ ମହନ୍ତର ନଉନ ଆମ୍ବ ମାର୍କେଟରେ କିଏ ମହନ୍ତର କରିଦଉଛି? ଆମ୍ବା ମାର୍କେଟ କଲେ ତାଙ୍କେ କଣ ବ୍ୟବସାୟୀ ତାଙ୍କର ଜମି ମାଡ଼ ନାହିଁ ଅଛି ଅଛି ତ ହେଲେ ମହାପୁର ନ ହଉ ତାଙ୍କର ହେଇଯିବ। ଏ ପୁଅ ଏବେ ଆଉ ସେ ଯୁଗ ନାହିଁ ଏବେର ଯୁଗରେ ହେଟେ ନା ହଁ ଏଇଟା ମଧ୍ୟ ସତ କଥା। ଯାହା ପାଖରେ ଟଙ୍କା ଅଛି ତା ପଛରେ କୁକୁର ଭଳିଆ 20ଟା ଗୋଡଉଛନ୍ତି। ଗୋଟେ ତ ହଁ। ଜାଣିଛୁ ଏମିତି କାହିଁ କହିଲୁ ହେଲେ ତାକେ ଯଦି କରିଦବା ହେଲେ ଆମେ ହେଲେ କରିଦବା। କରିଦେବା ପାଞ୍ଚରେ ମରେ ପାଞ୍ଚରେ ତ ବାସ୍ ଶୁଣେ ମୁଁ ତା ଶୁଣିକିରି ସବୁ ସାମାନ ମୁଁ ଯୋଗେଇକି ଯାଇଥିଲି ପୂଜା ଧାନ ସବୁ ଯାକ ଦାଣ୍ଡର କବାଟ ଗାଡି ରଖିଛି ତୁ ସିଧା ଯିବୁ ଯେମିତି ମୁଣ୍ଡରେ କୁଣ୍ଟା ଧରିଦବୁ ଦାଣ୍ଡ ଆଣ୍ଟି ଟେଇଁ ପଡିବୁ ପଡିବି ପଛକୁ ବାଉଡ଼ିକି ଅନେଇବିନି ତା ସାଙ୍ଗରେ କଥା କଥା ହେବିନି କୋଉ ଜାଗାରେ ଠିଆ ହେବିନି ସିଧା ଯିବୁ ସିଧା ସିଧା ଆସିବୁ। ଯିବି ସିଧା ଆସିବି। କେଉଁ କହିଲ ଦାଣ୍ଡ ଏଣ୍ଡି ଡେଇଁ ପଡିଲେ ପଛକୁ ବାଉଡ଼ିକିରି ଅନେଇନି କାହା ସାଙ୍ଗରେ କଥା ହେବିନି କୋଉଠି ଠିଆ ହେବିନି ନାହିଁ। ସିଧା ଯିବି ସିଧା ଆସିବି। ହଁ। ଆଉ ସେତେବେଳେ ସମୟକୁ ଯଦି କୁଣ୍ଡେଇ ନାଗିଲେ କେଉଁ କରି ଏ ତୋଟେ କଣ ଘୋଡା କାରୁ ମାଡ଼ିଲାଣି ନାଇଁ ତଥାପି ଯଦି କୁଣ୍ଡେଇ ନାଗିଲା କାହିଁକି କୁଣ୍ଡେଇ ଲାଗିବ ଶୁଭ କାମରେ ଆଇଲେ କୁଣ୍ଡେଇ ଫୁଣ୍ଡେଇ କିଛି ହବ ହେଲେ ସବୁ ଯୋଗାଡି ଦେଇଛ ପରା। ସବୁ ରେଡି କରିଦେଇଛି ହେଲେ ସିଧା ଗଲେ ସିଧା ଆଇଲି। ଯା। ହଁ
ମନ୍ଦାର କରିବାକୁ ହଁ ଆମେ ସାହୁକାର ଜଣା ସେଟା ତ ମାଗୁ ହେଲା ସାହୁକାର କୁଆଡେ ହେଲା କିଏ କୁଆଡେ ହେଲା ଏତେ କଥାରୁ ଜାଣିଲି ଆଖି ବାହାରିଲା ଭଳିଆ କଣ ହଉଛ କିଆଣ୍ଡା ନା ସରିଲେ ହାତ ପାଇବ ମୋ ଦାନିକି ମତେ କାହା କହିବନି କହିବ ବୋଇଲେ ମୁଁ ଭଲ ଲୋକ ନାହିଁ ହଁ କାଲି ଦେଲା ବେଳେ ଗୋଟେ ଦିନଟା ଦେଇଦେଇ ସେখানে ପକଉଥିବ ସେ ହାତରେ ନାଶ କାଢ ଧୀର କାଢ ଏ କୁଣ୍ଟା କିଏ ଝାକି ହଉଛି ଖାଇଲେ କି ଆରେ ପୁଅ ଓ ସାର୍ କୁଆଡେ ଫିଙ୍ଗିଦେଲୁ ସେଟାକୁ ଭାଙ୍ଗିଦେଲୁ କେଉଁଟା ତାପରେ ହଁ କାଇଁ କେଉଁଟା ବା ଥାଳି କୁଆଡେ ନେଲୁ ରେ ଓ ଥାଳି କେଣ ଥାଳି ହଉଛ ଧାନ ବୁଣୁଥିଲୁ ଧରିକିରି କାଇଁ ଭାଙ୍ଗିଦେଲୁ ନୁକେଇ ପାରିଲାନି ଶଳା ତୋର ତତେ ଦେବାଟା ଏକା ଦୋଷ କିଆଡେ କରିଦେ ବେଳ ଉଡୁ ଏଇଟା ବିକେ ଦେ ଦିପୁଡା ନାକେ ବଜା ଦେ ଆଉ ନହେଲେ ତେ ଖା ତୁ ନହେଲେ ଗୋଟେ ଏତାଡି ଖାଇ ଚକୋଲେଟ ଖାଇଦେ ତୁ ହଁ ଏଇ ସେଟା ଭାଙ୍ଗିଲା ନା ଅଛି କହୁଛି ମୋ ମାଇକି ନାଉ ସିନା କେଣ ଦେଲେ ଦବ ମୁଁ ଚକୋଲେଟ ଖାଉଛି ଓ ସେଟା ବିକିକିରି ମତ ଖାଇବାକୁ ଦେଇଛୁ ମୋର ସେ ଧ୍ୟାନ ଥିଲା ମୋ ଭାଇ ଟଙ୍କାଟି ନେଇ ଆଉ କୋଉଟା ତ ବିକିକି ଖାଆନ୍ତି ଆଁ ଦେ ଶଳା ପଦାରେ ପକେଇଲୁ ଏଇ ଓ ବୁନ୍ଦେଲୁ ସବୁ ବୁନ୍ଦେଲି ବଳ ପାତଳ ହେଇନି ଭଲ ପାତଳ ବି ଏଠି ତଳି ପକେଇ ଦେଇଛି ଓ ଖୁଞ୍ଚା ମାରିବାକୁ ହଁ ଆଚ୍ଛା ହରେ ବାପ ହଁ ମୁଁ ଭାବୁଛି ଏତେ ଚଞ୍ଚଳ ବୁଣା ହେଇଲା ବଳ ପାତଳ ହେଇଥିବ ତମେ କହିଲି ପରା ବହଳ ପାତଳ କାଳେ ହେଇଥିବ ବୋଲି ଏଠି ତଳି ପକାଇଛି ଯୋଉଟେ ପାତଳ ହବ ଖୁଞ୍ଚା ମାରିଆ ବହଳ ହେଲେ ଉପୁଡିଆ ଏ ଶୁଣେ ହଁ ସବୁ ଯାହା ବୁଣା ହେଇଗଲା ସବୁ ଯା ବୁଣା ହେଇଗଲା କୋଉଟା ନାହିଁ ତା ନା ସବୁ ଯାହା ଧାନ ବୁଣା ହେଇଗଲା ହଁ ଦେଖେ ମେଘ ଟେକିଲାନି ଦେଖୁ ଯଦି ବର୍ଷି ଦବ ଆମର ସବୁ ଧାନ ଭାସି ପଳ ତମର ଫାସି ଯାଉ ନହେଲେ ବୁଡି ଯାଉ ମୋର କେଉଁ ଯାଇ ଆସେ ଥଣ୍ଡା ତମର ଫାସି ଯାଉ ନହେଲେ ବୁଡି ଯାଉ ମୋର କେଉଁ ଯାଇ ଆସେ ଏ ପୋଷଣା ବର୍ଷା ଖାଉ କି ସରେ କେଣ ଭାତ ଯଦି ଭାସିଯିବା ଭାତ କୁଆଡୁ ଆଇବ ଖାଉ ତ ଭାତ ଯୁଆଡୁ ଆଇବା କଥା ଆଇବ ଧାନ ତ ରୁଆ ମାନେ ଖାଉ କଣ ଧାନ ନ ରୁଆ ହେଲେ ଏବେ ଚାଉଳ ଅଭାବ ନାହିଁ ରେ ବିପି ହେଲେ ଚାଉଳ ମିଳିବାରୁ କିଏ ହେଲେ କାମକୁ ଯାଉନି ଧାମକୁ ଯାଉନି ସବୁ ଅଳୁସୁଆ ହେଇଗଲେ ଏ ପୁଅ କେତେ ଦିନରେ ହଁ କେତେ ଦିନ ଏବେ ତ 24 ବର୍ଷ ହେଲା ମିଳୁଛି ସରକାର କେତେ ଦିନ ଦବା କେଜାଣି ପଛିବ ସେମିତି ହବନି ହଁ ତୁ ଗୋଟେ କାମ କରେ କେଉଁ କରି କହୁନ ଯାହାହେଲେ ତୁ ବେତିରି ଦେ ବେତିରି ଦେବି ହଁ। ଛଡ଼ା ଭୋକରେ ପେଟ ଗଁ ଗଁ ହେଲାଣି ବଲଛି ବେତିରି ଦେ ଥଣ୍ଡା ଭୋକ ହେଲାଣି ଭୋକ ହେଲାଣି ହଁ। ଗୋଟେ କାମ କରେ କହୁନ ତୁ ହଳ ବୁଲଉଥା ହଁ। ମୁଁ ଏଇ ମୁହୂର୍ତ୍ତରେ ତମ ଘରକୁ ଯିବି ଘଟଣା କହିଦେବି ଆମ ଘରକୁ ତମେ ଯିବ ମୁଁ ବିଲରେ ହଳ ବୁଲେଇବି ହଁ। ଛଡ଼ା ମୋର ଶାଳି ମାଳିକିରି 2-4ଟା ହବା ହେଇଛି ତମେ ଜିଣ୍ଡିଆ ଲୋକ କାହାକୁ କୁଆଡେ ହାତ ବୁଲେଇ ତମର ଠିକ ଠିକଣା ନାହିଁ ତମେ ଯିବ ଆମ ଘରକୁ ତୁ ଏ ଜାଗାଟା ମନ ଭାବନା କରୁଛୁ ଆଉ ଅଛି କି ତମେ ଗଲେ ମୁଁ ହଳ ବୁଲେଇବା ନାହିଁ ମୁଁ ଯିବିନି ଆଉ ଘଟଣା କେହି ଜାଣିବ ତମର ସର୍ବା ତଳର ପିଲାଟାକୁ ପଠେଇବ ଓ ମୋ ପିଲାକୁ ପଠେଇ ହଁ। ମୁଁ ଯିବିନି ରେ। ନାଇଁ। ହେଲା ମୁଁ ଯିବିନି ମୋ ପିଲା ପଠେଇ ତୁ ପା ମାତ୍ର ବେଗି ନ ଆଇଲେ ଭଲ ପିଟେଇ ଦେଇ ପୁରା ଶୋଇ ପଡି ଆରେ ଏବେ ହଁ। ଏଇ ମୁହୂର୍ତ୍ତରେ ଆଇବ ହେଲା ତ ହେଲା ହେଲା
ପଚାରଇ ଇଲୋ ଶୁଣଲ ମଙ୍କର ଅନୁକୂଳ ବୁଣା ହେଉଛି କା ଅନୁକୂଳ ବୁଣା ଯେ ହେଉଛି ସେ ଗୁପେତେ ସରଙ୍କର ଗୋ କାଳିଆ ବଳଦ ପେଟ ତଳେ ଛଉ ଆରେ ଝୁଟି ଖୁଣ୍ଟାଇ ଥିଲା ଗ ପରାନଗର ବାବୁ ଆରେ ପରାନଗର ବହୁତ ବୟସରେ ସାନ ମତେ ରଖିବାକୁ ରେ ବଳିଗଲା ମନ ଆଇଲା କଳରେ ଘରେ ବରସିଲା ପାଣି ଜାନକା ଘରକୁ ରେ କୁଣିଆର ଗୋବାଣୀ ରେ ଅନାଇ ଅନାଇ କିରେ ନୟନ ଟଳିଲା ଏତେ ବେଳ ଯାଏ ଗୋ ଘଟଣା ନ ଆସିଲା ସିଜୁତ ଥିଲା ମୁଗ ଯେ ପଇତି ସେ ବାଟରୁ ବାଉଡ଼ି ଲାଗୋ ପିଲା ସଲା ସେତେବେଳୁ ଗଲାଣି ଯେ ଘଟଣା କହିନି ତାର ଫିଡ଼ି ଆମକୁ ହଳ ହେଇନି ଯାଉଛି ବାଉଳ ଟିକେ ଫିଟେଇ ଦେବି ଏ ତୁପୁନା ମୂଳେ ଶୋଇ ହେଲା ବାଡ଼େଇ ଦଉଛ ହେଲା ପଚାରୁଛି କହିବାନି ମତେ କିଏ କହିଥିଲେ ଘଟେ ପୂର୍ବାଡେ ମଗର କହିଥିଲି ପୂର୍ବାରେ ନାଇଁ କିଏ ଆଉ କହିছিল କୁହ ତା ସାଙ୍ଗରେ କଥା ହବୁନି ହଁ ଦାଣ୍ଡ ହାଣ୍ଡି ଡେଇଁ ପଡ଼ିଲେ ପଛକୁ ଅନଉନୁ କାହା ସାଙ୍ଗରେ କଥା ହବୁନୁ କୋଉଠି ଠିଆ ହବୁନୁ ସିଧା ଯିବୁ ସିଧା ଆସିବୁ ମୁଁ ସିଧା ହେଇକିରି ରଖିଲି ଆଉ ତୋତେ କଥା ହେଇନି ମୁଁ କଥା ହେଇନି ତ ହରେ ବାପ ମୁଁ ଆଉ କୁଆଡେ ତତେ ନ ନେଇକି ରହିଥିଲି ତୁ ଭାବୁଛୁ କେନ୍ଟା ତୁ ତ ଘରୁ ବାହାରିଲୁ ହଁ ତୋ ପଛରେ ଘରେ ବାହାରିବାର ଘଡ଼ିକା ପରେ ଗୋଟେ କିଏ ଧାଇଁ ଧାଇଁ ଆଇଲା ସେଇଟା ମୋ ଶଳା ନା ଶଳା କି ଜଇଁ ମୁଁ ଜାଣିନି ତା ସାଙ୍ଗରେ କି କଥା ହେଲୁ ସେଇଠି ହାମ୍ପଡ଼ି କାହିଁ ରହିଲୁ ମୁଁ କଥା ହେଇନି ସେ ମତେ ହେଲା ନାଶ ଟିକେ ଧୋଇ ଦିଅ ମୁଁ କହିଲି ମୋ ଦାନିକି ତୋର ହାତ ପାଇବନି ମୁଁ ଟିକେ ଧୋଇକି ରହୁଛି ଖାଇଦବୁ ରଖିଦବୁ ତତେ ମୁଁ ଆଗରୁ ମନା କରିଛି ମୁଁ କଥା ହେଇଛି ତା ଦେଲେ ତୁ ସେଠି ଠିଆ ହେଲୁ କାହିଁକି ଭୁଇଁକି ରହିଛି ଠିଆ ହେଇଛି କୋଉଠି କଣ ପାଇଁ ଦାନି ତାର ହାତ ପାଇଲାନି
ଶଳା ବର୍ଷାର ଅନୁକୂଳ ତୁ ମୋର ଭେଷ୍ଟ କରିଦେଲୁ। କି ଆମେ ଗଲେ ତା ପାଖ ତାଲାଣି ଗୋଟେ କାମ କରେ ଆଉ ଥରେ ମୁଣ୍ଡରେ ଲ ହେ ସେ ମଗୁ ନେ ଇଆଡେ ମଗ ରଖେ ବେଲେ ଇଆଡେ ମୋ କରିକି ଆମେ ରଖି ଆଉ କୋଉଠି ମଗ କରିବୁ? ଇଆଡେ ନାଇଁ ନାଇଁ ସେ ମଗୁ ନେଇ ରଖେ ବେଲେ ସେ ମୋ କି ଆମେ ରଖି ଇଆଡେ ମଗ କରିବୁ। ଇଆଡେ କିଅଣ କି ହଁ ଇଆଡେ କିଅଣ ଇଆଡେ ଉତ୍ତର ଇଆଡେ ଦକ୍ଷିଣ ଆଉ ଇଆଡେ ଇଆଡେ ପଶ୍ଚିମ। ହେଲେ କକାଣ୍ଠି ରଖିବି ଆରେ ସେ ମଗ ରଖେ ଏପଟେ ରହିଥିଲେ ସିନା ପୂର୍ବ ଆଡେ ରଖୁ ଏବେ ଉତ୍ତର ଆଡେ ମଗ ରଖେ। ଉତ୍ତର ଆଡେ ରଖିକି ହଁ। ଆଉ ଯୋଉ ଇଆଡେ ଉଜ୍ଜଳ ଦଉଛି ଉତ୍ତର ଦଉଛି ମହାପୁରୁ ତାଙ୍କ ଘରକୁ ପଳେଇଲେଣି ଏତେବେଳୁ ଆପଳେ ଆଉ ଯିବେନି ଟାଇମ ହେଲାଣି। ହଉ ଯାଉଛି। ସାଗର କୋଉଟେ ଥୋଇବି ହଁ କୋଉଟେ ଥୋଇବି ମାଟି ହେଇଯିବ କିଆ ମାଟି ହେଇଯିବ ଥୋଇଦେଲେ ମାଟି ହେଇଯିବ। କି କି ବୋଲେ ଶଳା କୁଣ୍ଟା ଧୀରେ ଓହ୍ଲେଉ ନା ମତ କୋଉଠି ଥୋଇ ଥୋଇ ବେଲେ ସେଟା ଆଗ ପଚାରୁଛି ନା କି ପଚାରୁଛି ଏଇଟା ଓହ୍ଲା ଦେ ସେଇ କଥା ଆଗ ମୁଁ ପଚାରୁଛି ଖା ଭୁନ୍ଦେ ଗିଳେ ସେ କଥା ପଚାରୁଛୁ ନା କଣ? ଆରେ ବା ଗୋଟେ କାମ କରେ ପୂଜା ସାମାନ ହଲା ହଲା କରିଦେ ତାପରେ ପୂଜା କରେ ହେଲା ହଇରେ ଓ ଆଉ କଦଳୀ କାଇଁ ହେଡି ଏ ଗୋଟେ ଯେତୁରା ଶୋଇଥିଲା ସେତୁରା ମୁଁ କାମ ମନେ ଗୋଟେ ଖାନ୍ତିରି କଦଳୀ ଆଣିଛି ଏତେ କଣ ଖାତିରି କଦଳୀ ଆଣିଲେ ତମ ମା ବାରିଆଡେ ରଖିଦେଇଛି ନାଇଁ ତୁ ବାଟରେ ଖାଇଦେଲୁ ନହେଲେ ସେ ଲୋକଟାକୁ ଦେଇ ପକେଇଛୁ। କୋଉ ଲୋକଟା ତୁ ଲୋକଟା ତ କଥା ହେଲୁ ହାମ୍ବୁଡ଼ିକି ରହିଲୁ କୁଣ୍ଡି ଓହ୍ଲେଇଲେ ତ ଖାଇବି ଓଲା ନ ଓଲା ତାକୁ ଦେଇଥିବୁ ଆରେ ବାବୁ ଧରିକି ବଇଥା ମୁଁ ଆସିଲା ବେଳେ ମିଶିକି ଖାଇବା। ମାତ୍ର କୁଣ୍ଟିଆ ଝାଙ୍କିରେ ଆଣିକିରି କହିଲି ସେଟା ମୁଁ ଜାଣିନି ଆଣିଥିଲ ସତ କଥା ନିଶ୍ଚୟ ମୁଁ ମୋର କେତେ ରାମି ଅଛି କହିବାରେ ହେଲେ ସେ ଖାଇଲାଣି ପରା ଖାଉ ତା ପୂଜା ଆଣୁ ମୁଁ ତ ପୂଜା ହବ ଖାଇଦେଲାଣି କେମିତି ହବ ଆଣିଲେ ଏକା ପୂଜା ହବ ଆଉ କେମିତି ହବ? ସେ ଭାକୁଡା ଶାଳା କୁଆଡେ ଗଲା କେଜାଣି ଏଇ ଇଆଡେ ଆସ ଆସ ଇଆଡେ ତମେ ମତେ ନାଶ ମାଗିଲ ମୁଁ ନାଶ ଦେଲି ତମର ହାତ ପାଇଲାନି ମୁଁ ନୁହଁକି ରହିଲି କୁଣ୍ଡି ଝାଙ୍କି ହଉଛି ବେଲୁରୁ ନାଶ ଦାନି କାଲି ନେଇକିରି ବୋଲଛ ତମେ ସେ କଦଳୀ ଯା ପୂଜାର ନେଇଛ କି କୋଉଠି ଚାଇଲା କଦଳୀ ଆଣିଛ ଏଇଟା ଆମର ପୂଜା କଦଳୀ ଯାଏ ପୂଜା କଦଳୀ ଯା ଦବ ନା ଗୋଟେ ବାଜ୍ୟ ଇଆଡେ ଗୋଟେ ଯେ ଇଆଡେ ଗୋଟେ ବାଜ୍ୟ ହଁ ଚାଇନା କଦଳୀ ଯା ପୂଜା କଦଳୀ ଯା ଆମର ଏଇ ପୂଜାର କଦଳୀ ଯଦି ଲୋଡ଼ା ଥିଲା ଏଟା ଭୋଗ ହବ ତମେ ଯଦି କହିଥାତ ବେଲି ବେଲେ ମୁଁ ଭଲ କଦଳୀ ହାବଡ଼ା କଦଳୀ ଆଣି ଦେଇଥାନ୍ତି କେରଳ କଦଳୀ ଆଣିଛ ନଣ୍ଡାଳି ଘରୁ ଧରି ଭୂଷାବାଲି କଦଳୀ ଡଇ ଜଟି ଧରି ବେଳୁ ତମ ଘରକୁ ଯାଇଥାନ୍ତି ହଁ କତ କଥା ସାଉକରେ କଣ ହେଲା ଦେଲା ବାଡେଇଲୁ ଆଉ ଆଣିନେଲି କିନ୍ତୁ କହିଦେଲୁ ମୁଁ ଜାଣିଛି ଯେତିକି ଜାଣିଛ ଆଇଲା ବେଳେ ଆଉ ଦେଖିନୁ ନାଇଁ ମୁଁ ଅନୁଗୁଳ ଦେଖିଦେଲି ଆରେ ପୂଜା କରେ ହେଲା ହେଇଗଲା ହଁ ଆଉ ଦୁଇ ଚାଲ ଦଉନ କାଏ ଦୁଇ ଚାଲ ଦଉନ ରେ ତୁ ଚାଉଳଟାକୁ ଆମର ହବନି ପୂଜା କଲାବେଳକୁ ହେଲା ଦୁଇ ଚାଲ ଦେଲାବେଳକୁ ହେଲାନି ତୁ ଚାଉଳଟା କ୍ଷୀରୁଟା ଦେବାକୁ ହବନି ହେ କଣ ହେଇଛି କି ଆମେ ସଙ୍ଗାତ ଘର ମୂର୍ତ୍ତିରେ ସଙ୍ଗାତ ମୁଁ କିଏ ମୁଁ ତୁझे ତୋର ଭୁଲ ହେଇଯିବ କିରେ ନଖକୁ ମାଉଁସ ନାଗି ଦିଏ କଣ ହେଇଛି କାହାର ଆମେ ସଙ୍ଗାତୁଣୀ ଓ ସଙ୍ଗାତ କାହାର କଣ ହେଇଛି ଏଇଠି ଏଇଠି କଣ ହେଇଛି ଆଙ୍କର ମାଇକିନା 6ଟା ଛେଳି ପିଲା ପାଇଛି
ତୋ ମୁଣ୍ଡ ଖରାପ ହେଇଗଲାଣି କି ଶଳା ମଣିଷଟା କେବେ ସେଇ ପିଲା ପାଉଛି କି ପାଇଛି ତ ମୁଁ ଦେଖିଛି ଆଉ ଦେଖିଛୁ ଆଖିରେ ଆଉ ଆଚ୍ଛା କେତେ ଦିନ ହେଲାଣି 7 ଦିନ ହେଲାଣି ଏମିତି ପାଞ୍ଚ ଏମିତି ପାଉଛ ସବୁ ନାଳରେ ବନ୍ଧା ବାଡ଼ି ତ ନାହିଁ ନାଳରେ ଭସେଇ ଦେଲେ ବର୍ଷେ ହଁ। ଦବା ତୁ ବସିଲୁ ଆଉ ମୁଁ ଭସେଇନି ଆଉ କିଏ ଭସେଇବ ତୋର ଭାଗ ଥିବ ସେଥିରେ କି ଏଇ ଆଁ? ଆଚ୍ଛା ଆଉ ଅସୁବିଧା ନାହିଁ ବେଲେ କି ଏ ହବ? ଜାଗାଟା ଗୋବର ପାଣି ପାଇଯାଇଛି ତ ଗୋବର ପାଣି ହେଠି ତାଙ୍କ ଘରୁ ଯାଇକିରି ତା ମାଇପ ଧରିକିରି ଆଇଲା ନୁଇ ନୁଇକିରି ନିପୁଥିଲା ତା ମାଇପ ନଈ ମାରୁନି ପରା ରେ ତା ମାଇପ ମୋଟି ହେଲେ ମତେ ଟିକେ ନୁହଁଛି ଓ ହାମ୍ବିଲା ଆମ୍ବୁଳି ଆଳିଆ ରହୁଛି ଓ ହେଲେ ହେବେ ହେଇଯିବ ଦେ ବାରଣ ନାହିଁ ହଁ ହେଇଯାଇ ରେ ଦେବି ନା ହଁ ସେଇଟା କେଉଁ କହି ହେ ମହାପ୍ରଭୁ ସ୍ୱପ୍ନେଶ୍ୱର ମହାପ୍ରଭୁଙ୍କର ଯେତେକ ଜମି ଅଛି ଭରଣକେ 2 ଭରଣ 10 କୋଟି ସଗଡେ ବୋଲି କହିକିତେ ମାପିଅ କିଏ ରେ ପୁଅ 2 ଭଣ 10 କୋടി ସଗଡେ ହେଲେ ଏ ପୁଅ ଏ ଯୁଗରେ ମାପ ମୁପି ନାହିଁ ଆଉ ବୁଝିଲୁ ମହାଜନକୁ କହିଦେବୁ ମହାଜନ ମୋର ସେକ୍ରେଟାର ଧାନ ଯେତେ ବର୍ଷ ହବ ଧରି ଆଇବ ଅଖାଣ୍ଡ ଦେଇଦେଲେ ମିସିଂଟା ସେ ମେଣ୍ଢେଇଲେ ଗଳୁଛି ସେଥିପାଇଁ ତସ ଯାକ କାନି ଧରିକିରି ଘରକୁ ଆଉ ଯଦି ନା ଆଉ ହ୍ୟାଲୋ ଗାଈଟା ପଠେଇ ମୋ ଧାନ ମନ୍ଥି ଦେଲୁ ହଁ ମନ୍ଥି ଦେଲି ମେଲି ନେଇ ଦେଇଦେ ମେଲି ନେଇ ଦେଇଦେଲେ ମେଲିବାଲା ଏନେ 10 କେଜି ନାଗେ ଚାଞ୍ଚିରି କାଟି ଦଉଛି ଆଉ କି ତସା ହେଇଛି ନା ଫବ ଆଉ ଏ ବା ତସା ନାହିଁ ରେ ପୁଅ ହଁ ଗୋଟିଠୁ ପଢିଆ ହଁ ଦେ ମୁଁ ଏତେ କହିବା ରାୟ ଆଉ କଣ କହୁ ମହାପ୍ରଭୁ ବହୁତ ବାସ୍ ଦେ ମହାପ୍ରଭୁ ଆମ ସ୍ୱପ୍ନେଶ୍ୱର ମହାପ୍ରଭୁଙ୍କର ବହୁତ ଟିକେ ରଖିଥାଏ କି ବେଳୁ ଚା କରିବ ତୁ ଚାଲୁ ରଖୁ ଚା ଖାଇବାକୁ ଆଉ କେତୁରେ କ୍ଷୀର ଅଛି ଆଉ ହଁ ହେଲେ ଗୋଟେ ମାଲିକ ଠିଆ ହେଇଛି ଚା ଦେବେନି କି ଚା ହଁ ଆଉ ସବୁ ଯାକ ଛାଡ଼ି ପଚାରିଲେ ଇଏ ଗୋଟିଏ ଗାଈ ଅଛୁ ନା ଅସୁବିଧା କିଛି ନାହିଁ ଯେତେ ଜିକିଲେ ସେତେ ବାହାରିବ ହଁ ବାସ୍ ହେଲା ଆଁ? ହେଲା ହେଲା ହେଲେ ଗୋଟେ କାମ କରେ କହୁନ ହେଲେ ଗୋଟେ କାମ କରେ କହୁନ ଏ ପୂଜା ସାମାନ ସବୁ ଏ ପିଲାମାନଙ୍କୁ ବାଣ୍ଟି ଦେ କଣ ଏଇଠି ତ ଆମର ଭୁକୁ ଦାଣ୍ଡିଆ ବଜେଇକି କୋଉ ପିଲା ଅଛି କାହାକୁ ବାଣ୍ଟି ଦେଇ ସବୁ ପିଲା ଯେତେ ଅଛନ୍ତି ବେଲା କଣ ଖାଇ ଆଉ ଏ ସିଆଡେ ଅଛନ୍ତି ସିଆଡେ ମୁଁ ଆଉ ଯାଇପାରିବିନି ଏମାନଙ୍କୁ ଦେଇଦେ। ଭାଇ ଏଇଠି ଯୋଉ 3ଟା ପିଲା ଅଛି ଦେଇଦେଇ ହଉ, ଯା, ଏଇଠି ମୋ ଷୋଳର ସେକାନି ବଇଛି ତାକୁ ଦେଇଦେଲେ ତା ଆସିରେ ବାଣ୍ଟି ଦବ ତୁ ଦେଇଦା। ପାଟି ଯା ଖାଇ ଖାଇ ଲାଗୁଛି ହଁ ଆଖି ଯାକ ପଡୁଛି ତୋ ନିଦ ଭାଙ୍ଗୁନି କାନିଟା ହାଙ୍ଗେ ବାଡେ ଦଉଛ ତାଙ୍କ ନିଦ ଭାଙ୍ଗିଲା ନା କାନି ତ ଭାଙ୍ଗି ଲାଗିଆ ନିଦ ଭାଙ୍ଗିଲା କି ସେ ହେଲା କଣ ହେ ତମ ଘଟଣା ହେଇଛି କାଇ ଆମ୍ବ ଗଛରେ କେଣ ଆମ୍ବା ଗଛରେ ଆଉ କଣ ଆରେ ପୁଅ, ହେଇଗଲା ଖତଟା ହେଇଗଲା ଗୋଟେ କାମ କରେ ଗୁଡଟା ଆଉ ବେଡରେ ବୁଲେ ଦେ ସମସ୍ତ ଟିକାରେ ମୋର ଦୋଷ କ୍ଷମା କର ବୋଲି ମହାପୁରୁଷେ ମୁଣ୍ଡିଆ ଆଚ୍ଛା ଆଚ୍ଛା ମଣିମା ସ୍ନାନ କରିବାକୁ ଯିବେ ତେଲ ଟିକେ ପଠେଇ ଦେଲେ ମଣିମା ସ୍ନାନ କରିଯିବେ ଆଚ୍ଛା
ଆରେ ପୁଅ ଓ ହେଇଗଲା ନାଇଁ ନାଇଁ ଗାଣ୍ଡିଆ ଗେଲାଟା ଖସିଗଲା ଗାଣ୍ଡା କିଲେଟା ଖସିଗଲା ହଁ। ଗୋଟେ କାମ କରେ ଚିପ ବାଡେଇକିରି ଆଉ ବେଡ଼ଟେ ବୁଲେଇ ଦେ ହାଣ୍ଡ ଗୋଡ଼ ଧରି ସମାନେ ଆରେ ବାପା ଓ କାଇଁ ତେଲ କେମିତି ଅଛି ବାହାର କରି ଦେଖିଆ ଓ ତେଲ କିଏ ପୁରା କୁକୁର ଫାଇନି ତେଲ ଦେଉଛେ ଆଚ୍ଛା ସମସ୍ତେ ଉଠିକାରି ମୋର ଦୋଷ କ୍ଷମା କର ବୋଲି ମହାପୁରୁଷେ ମୁଣ୍ଡିଆ ମାରେ। ଆଚ୍ଛା ଦେଉଛେ ଆଚ୍ছা ସର୍ବପ୍ରଥମେ ତୁମେ ଖଣ୍ଡିଆ କାମ କରିଛ ତୁମେ ଗୁଆରିଆ ପଡ଼ିଲେ ତୁମକୁ କଠିନ ଦଣ୍ଡ ଆଚ୍ଛା ଦିଆଯିବ।